हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशोवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। श्रद्धे जाने ज्ञानी गुणी मंडली आज मालिका वचन को आपण मानक स्वागत जनाऊँ। आज मालिका वचन रे आम आलोचना करिया जाऊँचे महापुरुष अच्युतानंदर मालिकार नाम है 64 पटल। ये 64 पटलर विंश पटल ऊनविंश पटल आम आलोचना कर विंश पटल। विंश पटलर विषय कौन सोधे जाने शिष्य रामचंद्र अच्युतानंद को पचारे बोले गुरुदेव महामुनि व्यासदेव 4 जुगर बयस मान आलोचना कर 4 जुगर बयस केते सत्य जुगर आयु 4 जुगर आयु निर्धारण कर सत्य जुगर आयु केते ना 17,28,000 वर्ष। त्रेतया जुगर आयुष केते ना 12,96,000 वर्ष। द्वापर जुगर आयु केते ना 8,64,000 वर्ष। सत्य जुगर आयु 17,28,000 वर्ष भोग हो गला तापर तृतीया जुग आरंभ हो। तृतीया जुगर आयुष 12,96,000 वर्ष पर तापर द्वापर जुग आरंभ है। द्वापर जुगर आयुष 8,64,000 भोग है तापर कली जुग आरंभ है। आ कली जुगर आयुष महामुनि व्यासदेव लिखिं केते अच्युत कहले 4,32,000 कली जुगर अटई आयुष कली जुगर अटई आयुष कली जुगर अटई आयुष। शिष्य रामचंद्र कहले कहले गुरुदेव कलिजुगर आयुष महामुनि व्यासदेव निर्धारण कर 4,32,000 वर्ष कलिजुगर आयुष कि आपण कौन कहते आज रामचंद्र रे ये कलिजुगर आयुष 4,32,000 वर्ष भोग हबनी। 4,32,000 वर्ष कलिजुगर आयुष भोग हेब नाही। जमीक सत्य जुगर आयुष 17,28,000 वर्ष भोग होती ना नहीं। तृतीया जुगर आयु 12,96,000 वर्ष भोग हो। द्वापर जुगर आयु 8,64,000 वर्ष भोग हो। कि हे गुरुदेव कलिजुगर आयुष कहीं 4,32,000 वर्ष भोग हेबनी भोग होगा कथा कहीं भोग हेबनी ना पाप भारा रे आयु तोटी जीवा 5,000 कली भोग होइब 5,000 कली भोग होइबा 5,000 कली भोग होइबा। अच्युतानंद महापुरुष कहले कहले रामचंद्र कहीं भोग हेबनी कलिजुगर संपूर्ण 4,32,000 आयु जानिछ कहीं ना पाप भारा रे आयु तोटे जीव
ପାପ ଯୋଗୁଁ କଳିଯୁଗରେ ମଣିଷ କରୁଥିବା ପାପକର୍ମ ଯୋଗୁଁ କଳିଯୁଗର ଆୟୁଷ କଟିଯିବ, ବହୁତ କଟିଯିବ। 4,32,000 ବର୍ଷ ଭୋଗ ହେବନି ନା ପାପ ଯୋଗୁଁ କ'ଣ ଯୁଗର ଆୟୁଷ କଟେ ନା? ହଁ, ପ୍ରମାଣ ନା ତ୍ରେତୟା ଯୁଗେ ରାବଣ ବହୁତ କଲା, 56 ଗଣ୍ଡା ଯୁଗକୁ ବରଷେ ପାଇଲା, 56 ଗଣ୍ଡା ଯୁଗକୁ ବରଷେ ପାଇଲା, 56 ଗଣ୍ଡା ଯୁଗକୁ ବରଷେ ପାଇଲା। ତ୍ରେତୟା ଯୁଗରେ ରାବଣ ବହୁ ତପ କରିଥିଲା। ଆଉ ବହୁ ତପ କରି ବ୍ରହ୍ମାଙ୍କ ଠାରୁ ରାବଣ ବର ପାଇଥିଲା। କି ବର ପାଇଥିଲା ଗୁରୁଦେବ? ନା ବର ଅମର ବରଂ ନୁହଁ, କିନ୍ତୁ ଅମର ବର ସହିତ ସମକକ୍ଷ ସେଇଭଳି ବର ବ୍ରହ୍ମା ତାକୁ ଦେଇଥିଲେ। 56 ଗଣ୍ଡା ଯୁଗରେ ରାବଣ ତୁ ଭୋଗ କରିବୁ। ଗଣ୍ଡାଏ ଯୁଗ କାହାକୁ କହନ୍ତି? ସତ୍ୟ, ତ୍ରେତୟା, ଦ୍ୱାପର, କଳି, 4ଟା ଯୁଗ ଗଣ୍ଡାଏ ଯୁଗ କହନ୍ତି। ଏଇଭଳି 56 ଗଣ୍ଡା ଯୁଗ ତୁ ଭୋଗ କରିବୁ ରେ ରାବଣ ମୋର ପାଇଥିଲା। କିନ୍ତୁ ହେ ସଧେଇ ଜାନେ ରାବଣ ଭୋଗ କରିପାରିଲା? ଭୋଗ କରିପାରିଲା ନା? କାହିଁକି ଭୋଗ କରିପାରିଲା ନାହିଁ? ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସଧେଇ ଜାନେ ଜ୍ଞାନୀ ଗଣୀ ମଣ୍ଡଳୀ। ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ ବିଷୟ କ'ଣ ନା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକାର ନାମ ହେଲା 64 ପଟଳ। ଆଉ ଏ 64 ପଟଳର 20 ପଟଳ ବିଷୟ କ'ଣ ନା କଳିଯୁଗର ଆୟୁଷ 4,32,000 ବର୍ଷ ଭୋଗ ହେବ ନାହିଁ। କାହିଁକି ଭୋଗ ହେବନି? ନା ପାପ କଳିଯୁଗର ମଣିଷ କରୁଥିବା ଯୋଗୁଁ କଳିଯୁଗର ଆୟୁଷ କ୍ଷୟ ହୋଇଯିବ ବହୁତ। ପାପ ଯୋଗୁଁ କ'ଣ ଯୁଗର ଆୟୁଷ କ୍ଷୟ ହେବ? ପ୍ରମାଣ କ'ଣ? ମହାପୁରୁଷ କହୁଛନ୍ତି ତ୍ରେତୟା ଯୁଗେ ରାବଣ ବହୁ ତପ କରି 56 ଗଣ୍ଡା ଯୁଗ ଭୋଗ କରିବ ବୋଲି ବ୍ରହ୍ମାଙ୍କ ଠାରୁ ବର ପାଇଥିଲା। କିନ୍ତୁ ଭୋଗ କ'ଣ କରିପାରିଲା ନା? କାହିଁକି ଭୋଗ କରିପାରିଲା ନାହିଁ? ଆପେ ଯେ ଜଗତ ମାତା ଜନକର ଦିନେ ବଳି ହରିଲା ତାକୁ 20 ନେତ୍ର ପୁଣି, ବଳେ ହରିଲା ତାକୁ 20 ନେତ୍ର ପୁଣି, ବଳି ହରିଲା ତାକୁ 20 ନେତ୍ର ପୁଣି। ସାଧୁ ସନ୍ଥ ମାନଙ୍କ ଉପରେ ଅତ୍ୟାଚାର କଲା। ରାବଣ କରୁନଥିଲା? ସାଧୁ ସନ୍ଥ ମାନଙ୍କ ଉପରେ ଅତ୍ୟାଚାର କଲା। ଦେବତା ମାନଙ୍କୁ ଆଣିକି ତାକୁ ପାଦରେ ନିଜ ଆଜ୍ଞାରେ ଖଟେଇଲା। ମୁଁ ଯାହା କହିବି ସେଇ ଅନୁସାରେ କାମ କରିବ। ଏ କୁବେର ଯେତେବେଳେ ଧନ ମାଗିବି ସେତେବେଳେ ଦେବୁ। ହେ ଇନ୍ଦ୍ର ଯେତେବେଳେ ମୁଁ ଚାହିଁବି ତୁ ସେତେବେଳେ ବର୍ଷା କରିବୁ। ହେ କ'ଣ ନା ହେ ସୂର୍ଯ୍ୟ ଯେତେବେଳେ ମୁଁ ଚାହିଁବି ସେତେବେଳେ ଆଲୋକ। ଅନ୍ଧାର ମୋଟେ ଲଙ୍କା ପୁରୀ ହେବନି ମୋ ସ୍ୱର୍ଣ୍ଣମୟୀ ଲଙ୍କା। ଅନ୍ଧାର ହେବ ନାହିଁ। ହେ ଚନ୍ଦ୍ର ଦେବତା ସବୁବେଳେ ତୁମକୁ ମୁଁ ନିର୍ଦ୍ଦେଶ ଦେଉଛି ରାତିରେ ଆଲୋକମୟ କରି ରଖିବ। ଅମାବାସ୍ୟା ଫମାବାସ୍ୟା କି ଜଣ ସବୁବେଳେ ଆଲୋକିତ ହେବ ମୋ ଲଙ୍କା ପୁରୀ। ଏମିତି କ୍ରମ ପ୍ରକୃତିର ନିୟମ ବିରୁଦ୍ଧରେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସବୁ କାମ ନିଜ ଇଚ୍ଛା ଅନୁସାରେ କରେଇଲା। ଜାଣିଛନ୍ତି ମହାଜ୍ଞାନୀ ରାବଣ ବିଶର୍ବା ଋଷିଙ୍କର ନୈଷ୍ଠିକ ବ୍ରାହ୍ମଣ ପୁତ୍ର ଜାଣିଥିଲା ଯେ କେତେବେଳେ କ'ଣ କେଉଁ ଗ୍ରହ କେଉଁ ଘରେ ରହିଲେ ତାର ଫଳ କ'ଣ ଫଳେ, ବ୍ୟକ୍ତି ଉପରେ ତାର କି ପ୍ରଭାବ ପଡ଼େ। ତ ସେଇଥିପାଇଁ ତ ନିଜ ଇଚ୍ଛା ଅନୁସାରେ ଗ୍ରହମାନଙ୍କୁ ଚଳିବା ପାଇଁ ରାବଣ ନବଗ୍ରହକୁ ଆଣିକି ବନ୍ଦୀ କରି ରଖିଥିଲା। ମହାଜ୍ଞାନୀ ସେ ମହାନ ଜ୍ୟୋତିଷ ଶାସ୍ତ୍ରରେ ଥିଲା ରାବଣ। ଏକଥା ଆମେ ଜାଣିଛେ ଅଳ୍ପ ବହୁତ। ହେ ସୁଧୀ ଜାଣି ତ ସେଇଥିପାଇଁ ନବଗ୍ରହଙ୍କୁ ମାନଙ୍କୁ ଆଣି ବନ୍ଦୀ କରି ଶନି ଗ୍ରହକୁ ତ ପାଦ ତଳେ ରଖିଥିଲା। ଶୁଣିଛି କୁଆଡ଼େ ଯାହା ଉପରେ ତୋର ଶନି ଯେତେବେଳେ ଶନି ଦୃଷ୍ଟି ପଡ଼ିବ, ତମେ ଯେତେବେଳେ ପ୍ରବେଶ କରିବ କୌଣସି ରାଶିରେ ବା କୌଣସି ରାଶିରେ ସେତେବେଳେ ତାର ଖରାପ ସମୟ ଆସିବ। 7.5 ଶନି। ସେଇଥିପାଇଁ ଶନି ଗ୍ରହକୁ ଆଣି ପାଦ ତଳେ ରଖା ଯିବୁ କୁଆଡ଼େ ମୋ ଉପରେ ଦୃଷ୍ଟି ପକାଇବୁ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ତେଣୁ ରାବଣ ଏତେ ବଡ଼ ଜ୍ଞାନୀ ଥିଲେ ସୁଦ୍ଧା ମହାପୁରୁଷ କହୁଛନ୍ତି ଆହୁରି ମଧ୍ୟ ସେ କ'ଣ କହିଥିଲା ନା ମୋ ସମୁଦ୍ର ଜଳ ଯେଉଁ ଲୁଣିଆ ଅଛି ମୁଁ ତାକୁ ମଧୁର କରିଦେବି। ସେଇଥିପାଇଁ ତ ପ୍ରଭୁ ରାମ ଲକ୍ଷ୍ମଣକୁ ପଠେଇଥିଲେ ରାବଣ ଠାରୁ ଉପଦେଶ ନେବା ପାଇଁ।
समुद्र जल को खार मधुर करदेवी स्वर्ग को निशुणी सीढ़ी बांधदेवी नहीं स्वर्ग को मुझे सीढ़ी बांधदेवी आउ कौन करी ना रावण मध्य इच्छा करिथला स्वर्ग मनीष मलापर स्वर्ग को जीव किंतु बंचीला अवस्था से स्वर्ग को मुझे सीढ़ी बांधदेवी बंचीला अवस्था स्वर्ग देखिए समुद्र खार पानी की मुझे मधुर करदेवी मधुर जल सी पीब तेणु ये बड़ी करपारा ना कहीं करपारा ना ना 56 घंटा जुग भोग करी मो हाथ में एत समय अच्छी आ करी केतले करदेवी किंतु भोग करपारा ना 56 घंटा जुग बोली ये जो संकल्प ये जो इच्छा करता पूरण करपारा ना केते भोग कला केते घंटा जुग ना 14 घंटा जुग भोग कला नहीं 56 घंटा जुग भोग न करी पारी 14 घंटा जुग भोग पर राम हाथ में मला भोग कर पाला नहीं से न्याय अच्युतानंद महापुरुष रामचंद्र को बाबू रे पाप भारे आयो तोटी जीव 5 सहस्र कली भोग होइब 5 सहस्र कली भोग होइब 5 सहस्र कली भोग होइब महापुरुष कहले रामचंद्र रे तो से भली पाप भारे आयु तोटी जीव कलिजुगर मनीष रावण भली पाप अधर्म अनीति करुवा जोगु रावण जिमती 56 घंटा जुग बर पाइला भोग करे बोली भोग न करि पारी 14 घंटा जुग भोग पर मला तो से भली भाव में महामुनि व्यासदेव कलिजुगर आयुष 4,32,000 वर्ष कही स्थिर करते संपूर्ण भोग हेब ना पाप जोगु कलिजुगर मनीष पाप कर्म जोगु अधर्म अनीति अन्याय जोगु पाप जोगु कलिजुगर आयुष बहुत क्षय जाई केवल 5,000 वर्ष भोग हेला परे कलिजुग समाप्त हब आज अनेक कहते आ कलिजुग आहरी बहुत बाकी अच्छे 4,32,000 वर्ष पांजी कैलेंडर देखला क्षणी आम देखिए से लिखाई 2025 बा ये सब समय वर्तमान समय कलिजुग भोग मोटे 126-27 वर्ष मोटे सरी आहरी बहुत कलिजुग अच्छी बाकी भोग होगापाई सरीवाई शेष होगापाई आ सैला कौटी कलिजुग कि मन रखु कलिजुग आयुष संपूर्ण 4,32,000 वर्ष भोग हो नहीं महापुरुष एक कथा कहले नील सुंदर गीतारे शिखर दास गोस्वामी लिखिले जुग 4,32,000 सहस्र वर्ष भोग होइब 28 सहस्र वर्ष प्रकाश आउ पापे तोटी जीव आउ पापे तोटी जीव हे सुजने आउ पापे तोटी जीव आउ पापे तोटी जीव हे सुजने आउ पापे तोटी जीव जुग 4,32,000 वर्ष भोगन होइब 28 सहस्र वर्ष प्रकाश आउ पापे तुटी ईश्वर रामचंद्र पचारे हौ 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 गुरुदेव अच्छा पाप जो कटिव कौन एमती पाप रावण तो सेतबले पर नारी हरण करथला रावण सेतबले देवता मानू आनिकी पादरे खटेइथला रावण नवग्रह को मानिक आनिकी बांधिकी रखिथला ऋषिमुनि साधु सन्त मानक उपर अत्याचार करुथला कलिजुगर कौन ताठारु आहुरी बड़ पाप हबो ताठारु कौन सेही भली पाप हबो जे कलिजुगर आयुष कटिजिव कि पाप जोगु कलिजुगर आयुष कटिव केते वर्ष सेटा टिके बुझेई कहूना कि केउ पाप जोगु कलिजुगर आयुष केते वर्ष कटि 4,32,000 वर्ष रु केवल 5,000 वर्ष भोग पर कलिश सब से कथा टिके बुझेई कहूँ बोले महापुरुष अच्युतानंद जी की जय श्रद्धेय ज्ञानी ज्ञानी गुणी मंडली आज मालिका वचन रे आमे आलोचना करुचे विषय कौन ना महापुरुष अच्युतानंद मालिकार नाम है 64 पटल ये 64 पटलर विंश पटल विषय कलिजुगर आयुष 4,32,000 वर्ष कहीं भोग न होई केवल 5,000 वर्ष भोग पर समाप्त हो से विषय में आलोचना करुचे श्रद्धेय नहीं क्यों पाप जोगु कलिजुगर आयुष केते वर्ष कटिब शिष्य रामचंद्र पचारे अच्युतानंद बुझेले कौन कहले कहले मिछ ठारू बड़ी पाप नाही ए संसारे
ମିଛ ଠାରୁ ବଳି ପାପ ନାହିଁ ଏ ସଂସାରେ ମିଛ କହିଲେ ଶ୍ରୀଚ୍ୟୁତ ହୁଅଇ ବିଧିରେ ହୁଅଇ ବିଧିରେ ବାବୁ ହୁଅଇ ବିଧିରେ ହୁଅଇ ବିଧିରେ ବାବୁ ହୁଅଇ ବିଧିରେ। ସୁଧିଆନି ସନ୍ଥ କବୀର ଥରେ ବସିକି ସତ୍ସଙ୍ଗ କରୁଥାନ୍ତି ପ୍ରବଚନ ଦେଉଥାନ୍ତି। ଏଇ ସମୟରେ ଗୋଟେ ଲୋକଟି ଦୌଡ଼ି ଦୌଡ଼ି ଆସିକି ତାଙ୍କ ପାଦ ତଳେ ଲମ୍ବ ହେଇ ପଡ଼ିଗଲା। ବହୁତ ଭକ୍ତମାନେ ଶ୍ରୋତାମାନେ ବସିଥିଲେ ଶୁଣୁଥିଲେ ଭଗବତ କଥା ପ୍ରଭୁ କଥା ଧର୍ମର କଥା। ସନ୍ଥ କବୀରଙ୍କ ପାଦ ତଳେ ଯେତେବେଳେ ପଡ଼ିଗଲା କହିଲେ ହଉ କଲ୍ୟାଣ କଲେ ଆୟୁଷ୍ମାନ ଭବ ଯଶସ୍ୱୀ ଭବ କଲ୍ୟାଣ ମସ୍ତୁ ଉଠ। ସେମିତି ଲୋକଟି ପାଦ ଧରିକି ବଲା ଉଠିବିନି ନା କାହିଁକି ନା ଆଜ୍ଞା ମୁଁ ଗୋଟେ ବୃତ୍ତିରେ ଚୋର ଚୋରି କରି ପରିବାର ପ୍ରତିପୋଷଣ କରିବା ମୁଁ କରେ ମୋର ଏଇଟା ମୋର ବୃତ୍ତି କିନ୍ତୁ ଆଜି ଚୋରି କରୁଥିଲି ପୋଲିସ ମାନେ ଜାଣିପାରି ମୋତେ ଆଜି ଓଢ଼େଇଛନ୍ତି। ଆଉ ପୋଲିସ ଯଦିଙ୍କ ହାବୁଡ଼ରେ ମୁଁ ପଡ଼େ ପୋଲିସ ମାନଙ୍କ ହାବୁଡ଼ରେ ପଡ଼ିଲେ ସେ ମୋତେ ଧରି ନେଇ ଥାନାରୁ ଜେଲରେ ପୁରେଇ ଦେବେ ମୋ ସ୍ତ୍ରୀ ପିଲା ଛୁଆ ସଂସାର ଭାସିଯିବ। ଆଜ୍ଞା ନା ତାହେଲେ କ'ଣ କହୁଛୁ ନା ମୋତେ ଟିକେ ରକ୍ଷା କରନ୍ତୁ ମୋତେ ଟିକେ ରକ୍ଷା କରନ୍ତୁ। ନା ଏରେ ତୁ ଗୋଟେ ପାପୀଟା ତୁ ଗୋଟେ ଚୋରି କର୍ମ ଗୋଟେ ଭୁଲ କର୍ମ କରୁଛୁ ଗୋଟେ ପାପ କର୍ମ କରୁଛୁ ଚୋରି କରି ପେଟ ପ୍ରତିପୋଷଣ କରୁଛୁ ପରିବାର ପ୍ରତିପୋଷଣ କରୁଛୁ ଗୋଟେ ଅପରାଧ ଅପରାଧୀକି ଆଶ୍ରୟ ଦେବା ମଧ୍ୟ ଯିଏ ଆଶ୍ରୟ ଦିଏ ସିଏ ମଧ୍ୟ ତାଠାରୁ ବଡ଼ ଅପରାଧୀ। ତୁ ଗୋଟେ ଅପରାଧୀ ମୁଁ ତୋତେ ଆଶ୍ରୟ ଦେବି ତୋଠାରୁ ମୁଁ ମଧ୍ୟ ବଡ଼ ଅପରାଧୀ ହେଇଯିବି। ନା ଆଜ୍ଞା ମୁଁ ପାପ ଉପରେ ପଶ୍ଚାତାପ କଲି ମୋ ଭୁଲ ଉପରେ ପଶ୍ଚାତାପ କରୁଛି ଆଉ ଚୋରି କରିବି ନାହିଁ। ଆଜି ଆପଣଙ୍କ ପାଦ ଛୁଇଁ ମୁଁ ପ୍ରତିଜ୍ଞା କରୁଛି ଆଜିଠାରୁ ଯଦି ଏଇଟା ପାପ ଘୂର୍ଣ୍ଣ୍ୟ କାର୍ଯ୍ୟ ଚୋରି କରିବା ଅପରାଧ ଆପଣ ମୋତେ ବତେଇଲେ ମୁଁ ପ୍ରତିଜ୍ଞା କରୁଛି ଶପଥ କରୁଛି ସତ୍ୟ କରୁଛି ପାଦ ଛୁଇଁ ଆପଣଙ୍କର ଆଜିଠାରୁ ଏଇ ବାଟରେ ଏଇ ପାପ କର୍ମରେ ଏଇ ଅପରାଧ ମୁଁ କରିବି ନାହିଁ ଚୋରି କରିବି ନାହିଁ ଭଲ ମଣିଷ ହେଇଯିବି ମୋ ଜୀବନ ରକ୍ଷା କରିଦିଅନ୍ତୁ ପୋଲିସ ମାନଙ୍କ କବଳରୁ ମୋତେ ବଞ୍ଚେଇ ଦିଅନ୍ତୁ। ସନ୍ଥ କବୀର କହିଲେ ହଉ 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 ହେଲା ବାପା ଯା ଏ ମଠ ଭିତରେ ଗୋଟେ ତୁଳା ବସ୍ତାଟା ଅଛି ଆଉ ତୁଳା ବସ୍ତା ଭିତରେ ପଶିଯିବୁ ପୋଲିସ କ'ଣ ତା ବାପା ତୋତେ ଧରିକି ନେଇପାରିବନି ଆଉ ନା ସତ ହଁ ଯା। ସନ୍ଥ କବୀରଙ୍କର କଥାରେ ବିଶ୍ୱାସ କରି ଚୋରଟି ଯାଇ ମଠ ଭିତରେ ଥିବା ଗୋଟେ ତୁଳା ବସ୍ତା ଭିତରେ ପଶିଗଲା। ଏଇଥର ପୋଲିସ ମାନେ ଦୌଡ଼ି ଦୌଡ଼ି ଆସିକି ପହଞ୍ଚିଗଲେ ଏ ବାଜି ଏଇ ବାଟେ ଗୋଟେ ଲୋକଟେ ଦୌଡ଼ି ଦୌଡ଼ି ଆସିଲା ସେଇଟା ଗୋଟେ ଚୋରଟେ ଚୋରି କରିକି ଦୌଡ଼ିକି ଆସିଲା କୁଆଡ଼େ ଗଲା ଟିକେ କହ। ସନ୍ଥ କବୀର ସେମିତି ଶୁଣିକି ନ ଶୁଣିଲା ଭଳିଆ ପ୍ରଭୁ କଥା କହି ଚାଲିଥାନ୍ତି ସତ୍ସଙ୍ଗରେ ଭଗବତ କଥା କହି ଚାଲିଥାନ୍ତି। ପୁଣି ପୋଲିସ ଭାଇମାନେ ପଚାରେ ଆମେ ତ ହଇଁସ ହେଇଗଲେ ଆଜି ଟିକେ କହ କୁଆଡ଼େ ଗଲା ସେ ଚୋରଟା ଏ ଦିଗରେ ନା ସେ ଦିଗରେ ନା ସେ ଦିଗରେ ଟିକେ କହ। ପୁଣି ସନ୍ଥ କବୀର ଶୁଣିକି ନ ଶୁଣିଲା ଭଳିଆ ଚୁପ୍ ହେଇକି ସେମିତି ଏ ପୋଲିସ ମାନଙ୍କ କଥାର ଉତ୍ତର ନ ଦେଇ ସେମିତି ପ୍ରବଚନ ଦେଇ ଚାଲିଥାନ୍ତି। ଇଏ ପୋଲିସ ମାନେ ରାଗିଗଲେ କାଲାଟା ନା କ'ଣ ଇରେ କାଲାଟା ନା କ'ଣ ତ ଦୁଇଥର ପଚାରିଲୁଣି ତୋର କ'ଣ ଆମକୁ ଭୟ ନାହିଁ ଏ ଖାକି ପୋଷାକକୁ ତୋର ଡର ନାହିଁ କିଏ ପଚାରୁଛି କାହିଁକି ପଚାରୁଛି ତୁ ତା କଥାକୁ ଟିକେ ଆଡ଼ ଆଖିରେ ଚାହୁଁନୁ କି କର୍ଣ୍ଣପାତ କରୁନୁ। ସନ୍ଥ କବୀର କହିଲେ କ'ଣ ହେଲା ନା ଏଇ ବାଟେ ଗୋଟେ ଲୋକଟା ଯାଇଛି ଦୌଡ଼ି ଦୌଡ଼ି କୁଆଡ଼େ ଗଲା ଟିକେ କହ ସେଟା ଗୋଟେ ଚୋରଟେ ତାକୁ ଧରିବା ପାଇଁ ଆମେ ଗୋଡ଼େଇଛୁ ହଁ ସେ ମଠ ଭିତରେ ତୁଳା ବସ୍ତା ଭିତରେ ପଶିଯା ସେଠୁ ଦେଖିବ ଯା। ସନ୍ଥ କବୀରଙ୍କର କଥା ଯେତେବେଳେ ଚୋର ଥାଏ ମଠ ଭିତରେ ତା କାନରେ ବାଜିଲା ତୁଳା ବସ୍ତା ଭିତରେ ବସିଥାଏ ତା କାନରେ ବାଜିଲା ଗଲା ମାରିଦେଲା ବାଜି ମୋତେ ମାରିଦେଲା ରେ ପଛେ ଆଉ କୁଆଡ଼େ ଯାଇଥାନ୍ତି ଜୀବନ ରକ୍ଷା ପାଇ ହେଇଯାଇଥାନ୍ତା ପୁଲିସ କବଳରେ ପଡ଼ିନଥାନ୍ତି କିନ୍ତୁ ଏ ବାଜି କଥାରେ ବିଶ୍ୱାସ କରି ତୁଳା ବସ୍ତା ଭିତରେ ପଶିଲି ମୋତେ କହିଲା ଯା ତୁଳା ବସ୍ତା ଭିତରେ ପହସ ପୁଲିସ ଧରିକି ତୋତେ ନେଇପାରିବେନି ଇଏପଟେ ପୁଲିସ କହୁଛି ତା ଭିତରେ ମୁଁ ଅଛି କ'ଣ କରି ମାରିଦେଲା ମୋତେ ଆଉ ଆଶା ଆଶଙ୍କା ଭିତରେ ଚୋରଟି ଥାଏ। ପୁଲିସ ଭାଇମାନେ ବାହାରେ ଯିବା ପାଇଁ ମଠ ଭିତରକୁ ତୁଳା ବସ୍ତା ଭିତରେ ପଶି ଦେଖିବା ଆଉ ଜଣେ 3-4 ଜଣ ଥିଲେ ଜଣେ ତାଙ୍କ ଏ ରୋ ତୁଳା ବସ୍ତା ଭିତରେ ଗୋଟେ ଲୋକଟା ପଶିକି ରହିପାରିବ ଅଣନିଶ୍ୱାସ ହେଇ ମରିଯିବନି ଇଏ 2-3 ଥର ଆମେ ତାକୁ ପଚାରିଲେଣି ଆଉ ସେଇଥିପାଇଁ ରାଗରେ ଗୋଟା କ'ଣ ଗୋଟା କହିଦେଲା ବିରକ୍ତି ହେଇକି ଆଉ ଗୋଟା ବାଜି କଥାରେ ପାଗଳାଟା କଥାରେ ଆମେ ଗୋଟା ବିଶ୍ୱାସ କରି ଯାଇ ତୁଳା ବସ୍ତା ମଠ ଭିତରେ ଖେଳେଇବା ଦିଆ ହାତ ସବୁ ଯାକ ତୁଳା ହେବ ଚାଲ ବା ଚାଲ ଯିବା ଚାଲ ଧରା ନହେଲା ନାହିଁ ଆଉ କେତେବେଳେ ଦେଖିବା କୁଆଡ଼େ ଯିବା ଆଉ କେତେବେଳେ ତ ହାବୁଡ଼ରେ ପଡ଼ିବ। ତେଣୁ ଇଏ ସନ୍ଥ କବୀରଙ୍କର କଥା ଉପରେ ପୁଲିସ ମାନଙ୍କର ବିଶ୍ୱାସ ଆସିଲାନି ସେଇଠୁ ଫେରିକି ପଳେଇ ଗଲେ। ଚୋରଟି କାନ ଡେରିଲା କହିଲା ସୋର ଶବ୍ଦ କେଉଁଠୁ ଆସୁନି ତ କାନ ଡେରିଲା ସୋର ଶବ୍ଦ କେଉଁଠୁ ଆସୁନି ଦେଖିଲା ନାହିଁ ପୁଲିସ ବାଲାଙ୍କର କଥା ତାକୁ ଶୁଭୁନି ଧୀରେ ଧୀରେ ବାହାରିକି ଆସିଲା ବାଜି ପାଖରେ ଅଣ୍ଟାରେ ହାତ ଠିଆଗଲା ବୋଲ ଏ ବାଜି ଅଣ୍ଟାରେ ହାତ ଠିଆଗଲା ଏ ବାଜି ଭଲ ଲୋକ ବା କ'ଣ ହେଲା
ଏଇରେ ମୋତେ କହିଲୁ ତୁଳା ବସ୍ତା ଭିତରେ ବସ ପୁଲିସ ଧରି ନେଇପାରିବିନି ଆଉ ମୁଁ ତୋ କଥାରେ ବିଶ୍ୱାସ ରଖି ବସିଲି ମୁଁ ତୁଳା ବିତା ଭିତରେ ପଶାଇଲା ପରେ ପୁଣି ପୁଲିସ କହୁଛୁ କ'ଣ ତା ଭିତରେ ଅଛି ଦାଆ ଧରିକି ନେବ ମାରିଦେଇଥିଲୁ ଆଜି ଆଜି ମରିଥାନ୍ତି ମୁଁ ଇଏ ଭାଗ୍ୟକୁ ତୋ କଥାରେ ମୋ ଭାଗ୍ୟ ଭଲ ଟାଣ ତୋ କଥାରେ ତାଙ୍କର ବିଶ୍ୱାସ ଆସିଲାନି ବୋଲି ତୁଳା ବସ୍ତା ଖୋଜିଲାନି ନ ଧରି ନେଇ ଜେଲ ପୁରେଇ ଦେଇଥାନ୍ତେ। ସନ୍ଥ କବି କାହିଁକି ଏମିତି କଲୁ? ସନ୍ଥ କବି କହିଲେ ବାବୁରେ ସନ୍ଥ କେବେ ମିଛ କଥା କହନ୍ତି ନାହିଁ, ସବୁବେଳେ ସତ କଥା ହିଁ କହନ୍ତି। କିନ୍ତୁ ଏ ସତଟା କାହାକୁ କେବେ ଅସୁବିଧାରେ ବିପଦରେ ପକାଏ ନାହିଁ, ବୁଝିଲେ? ହେ ସୁଧିଆ ଜୀବନରେ ସବୁବେଳେ ସତ କଥା କହିବା, ସତ ବାଟରେ ଚାଲନ୍ତୁ, ସତ କୁହନ୍ତୁ, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ତେଣୁ ଇଏ ମିଛ ମୋର ଆଶ୍ରୟ ନେବା ନାହିଁ। ଆଉ ଏ ମିଛ ଠାରୁ ବଡ଼ି ପାପ ନାହିଁ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ରାମଚନ୍ଦ୍ର କହିଲେ ସଂସାରରେ ଲୋକମାନେ ଯେତେବେଳେ ମିଛର ଆଶ୍ରୟ ନେବେ ଶତପଥରୁ ବିଚ୍ୟୁତ ହେବେ ଆଉ କଳିଯୁଗର ଆୟୁଷ ଏଇ ଯୋଗୁଁ ଅନେକ କ୍ଷୟ ହେବ। 4,32,000 ବର୍ଷରୁ ନା କେତେ କ୍ଷୟ ହେବ ଏଇ ଯୋଗୁଁ ଆସନ୍ତା ଅଧ୍ୟାୟରେ ଆଲୋଚନା କରିବା। ସୁଧୀଜନେ ଆଜି ତ ସମୟ ହେଇଛି, ଆସନ୍ତୁ ଆଣିକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। ଜୟ ଅଚ୍ୟୁତ ବୋଲାରେ ଜୟ ଅନନ୍ତ ବୋଲାରେ जय अच्युत बोल रे जय अनंत बोल रे मन बोल रे जगन्नाथ बोल रे बोल रे मन बोल रे बलराम बोल रे मन बोल रे जसोवंत बोल रे बोल रे मन बोल रे जसोवंत बोल रे जय अच्युत बोल रे जय अनंत बोल रे जय अच्युत बोल रे जय अनंत बोल रे। सुधीजने ज्ञानी गुणी मंडली आज पे आसंतो बाणिके ठारे विराम देवा पुणी आसंता अध्याय भेट हेबा रहुचु हरिओम शांति 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 सर्वारिष्ट सुशांति भवतु।